ଯେତେବେଳେ ନା ଭାଇ ଏଇ ଦୁନିଆରେ ଲୋକମାନେ ଆପଣଙ୍କୁ ଦେଖନ୍ତି ତ ପ୍ରାୟ ଅନେକ ଲୋକମାନେ ଝିଅମାନେ ଯେତେବେଳେ ଦେଖନ୍ତି ଲୋକମାନେ ଯେତେବେଳେ ଦେଖନ୍ତି ତ ଅନେକ ସମୟରେ ସେମାନେ ଏମିତି ଚିନ୍ତା କରନ୍ତି କି ନିଶ୍ଚିତ ଗୋଟେ ଝିଅ ଚକ୍କରରେ ଥିବ, ନିଶ୍ଚିତ କୌଣସି ପ୍ରୋବ୍ଲେମରେ ଥିବ। କିନ୍ତୁ ଭାଇ ପୁଅ ପିଲାମାନଙ୍କର କଷ୍ଟ ଆଉ ପୁଅ ପିଲାମାନଙ୍କର ସେ ପେନ୍ କୁ ପ୍ରାୟ ଅଳ୍ପ ଲୋକମାନେ ବୁଝନ୍ତି ଭାଇ। କିନ୍ତୁ ସେଇ କଷ୍ଟ ସେଇ ପେନ୍ କୁ କେବଳ ପୁଅ ପିଲାମାନେ ସେ ନିଜ ହୃଦୟରେ ରଖନ୍ତି ଭାଇ। କି ଆମେ ବଢିକି ଆସୁଛୁ, ଆମର ବୟସ ବଢିକି ଯାଉଛି, କିନ୍ତୁ ଏ ପର୍ଯ୍ୟନ୍ତ ଆମେ ବାପାଙ୍କ ପଇସାରେ ଚଳୁଛୁ, ବାପାଙ୍କର ସାହାରା ହେଇକି ରହିଛୁ ଭାଇ। ବାପାଙ୍କ ସାହାରା ଥିବା ଠିକ ଅଛି, ବାପାଙ୍କ ପଇସା ଚଳିବା ଠିକ ଅଛି, କିନ୍ତୁ ଭାଇ କେତେ ସମୟ ପର୍ଯ୍ୟନ୍ତ, କେତେ ବର୍ଷ ପର୍ଯ୍ୟନ୍ତ ଆମେ ବାପାଙ୍କ ଟଙ୍କାରେ, ବାପାଙ୍କ ଖର୍ଚ୍ଚରେ, ବାପାଙ୍କ ପରିଶ୍ରମ ଦେଖିକି ଆମେ ରହୁଥିବା ଭାଇ। ଆମ ସମୟ ଆସିଲାଣି ଭାଇ, ବର୍ତ୍ତମାନ ଆମେ ସେମାନଙ୍କୁ ପରିଶ୍ରମ କରିବା ନ ଦେଖି ଆମେମାନେ ପରିଶ୍ରମ କରି ବାପା ମାଙ୍କୁ ସୁଖ ଦେବା ପାଇଁ ଚେଷ୍ଟା କରିବା ଦରକାର। କାରଣ ବାପା ମା ଆମମାନଙ୍କୁ କାନ୍ଧରେ ବସେଇକି, ଆମମାନଙ୍କୁ ଭବିଷ୍ୟତ ଦେଖେଇକି, ଆମକୁ ସଫଳତା ଦେଖେଇକି ଆଜି ପର୍ଯ୍ୟନ୍ତ ଆମକୁ ଗୋଟେ ମଣିଷ କରି ଗଢିଛନ୍ତି ଭାଇ। ସେମାନେ ଏଇ ଦୁନିଆରେ ଥିବା ସମୟରେ ଆମମାନେ ସମସ୍ତେ ଆମର ବାପା ମାଙ୍କୁ ଖୁସି ଦେବା ପାଇଁ ଚେଷ୍ଟା କରିବା, ପୁଣି ନିଜେ ମେହନତ କରି, ନିଜେ କଷ୍ଟ କରି ଆମ ହାତର କଷ୍ଟ, ଆମର ଯେ ପରିଶ୍ରମର ଫଳ ବାପା ଓ ମାଙ୍କୁ ଖୁସି ଦେବା ପାଇଁ ଚେଷ୍ଟା କରିବା।